ସରକାରଙ୍କ ପାଖରେ ଆମର ଦାବି ଏତିକି ଯେ ଯେ ଆମକୁ ଶିକ୍ଷା ଯୋଗ୍ୟତା ଅନୁସାରେ ଆମକୁ ଖୁବ୍ ଶୀଘ୍ର ନିଯୁକ୍ତି ଦିଆଯାଉ। ସାର୍ ଆପଣଙ୍କ ମାଧ୍ୟମରେ ଆମେ ମାନ୍ୟବର ମୁଖ୍ୟମନ୍ତ୍ରୀକୁ ଜଣାଇବାକୁ ଚାହୁଁଛୁ ଯେ ଯେତେ ଶୀଘ୍ର ଆମକୁ ନିଯୁକ୍ତି ଦିଅନ୍ତୁ, କାହିଁକି ନା ଆମେ ଆମର ପ୍ରାପ୍ତ ବୟସରେ ପାଦ ଦେଲାଣୁ। 2001ରେ ଗତ ସରକାର ଆମକୁ ଛଟେଇ କଲାନି ଯେ ଆମକୁ ଗୋଟେ ଶକ୍ତ ଜାବଡ଼ା ମାଇଲା। ଆମେ ବହୁତ ମାନସିକ ଦୁଶ୍ଚିନ୍ତାରେ ରହିଥିଲୁ ଯେ ବହୁତ ସମସ୍ୟା ଦେଇ ଗତି କରିଛୁ। କିନ୍ତୁ ଏବେ ବିନମ୍ର ଅନୁରୋଧ ଆମକୁ ଯଥାଶୀଘ୍ର ରେଗୁଲାର ଟିଚର ପୋଷ୍ଟିଂ ଦିଅନ୍ତୁ, କାହିଁକି ନା ଆମର ଆଉ ବୟସ ନାହିଁ। ଦୃଢ଼ ପ୍ରତିଶ୍ରୁତି ଦେଲା ପରେ ଆମେ ଆଶାବାଦୀ ହେଇଯାଇଛୁ। ଆମକୁ ଯୋଗ୍ୟତା ଭିତ୍ତି ଅନୁସାରେ ଯଥାଶୀଘ୍ର ନିଯୁକ୍ତି ଦିଅନ୍ତୁ। ଆଉ ତାପରେ ପୁଣି ଅନୁରୋଧ ଗୋଟେ ଯେ ଆମ ଭାଇ ଭଉଣୀ ମାନଙ୍କର ଏଜ୍ ପାଖାପାଖି 60 ପାଖାପାଖି ହେଇଗଲାଣି, ସେମାନଙ୍କ ପାଇଁ ଏରିୟର କିଛି ବ୍ୟବସ୍ଥା କରାଯାଉ। ତାପରେ ନିଯୁକ୍ତି ପରେ ସାର୍ ପେନସନ ପାଇଁକି ଆମେ ବି ଦାବି ରଖୁଛୁ, ଆମ ପାଇଁ କିଛି ପେନସନର ବ୍ୟବସ୍ଥା କରନ୍ତୁ।